ସେମାନଙ୍କୁ ସଂସାରର ଜଞ୍ଜାଳରୁ ତ୍ରାହି କରି ସେହି ନିତ୍ୟ ଲୋକରେ ବସବାସ କରିବା ନିମନ୍ତେ ଅଧିକାରୀ କରିଦିଅନ୍ତୁ। ମା ଆଜିର ଏହି ଅଧିବେଶନ ଆମ ପାଇଁ ଚିରନ୍ତନ ହେଉ, ଏ ମିଳନ ଆମର ଚିରନ୍ତନ ହେଉ, ତାଙ୍କର ପ୍ରସାଦ ଆମର ସବୁବେଳେ ମସ୍ତକରେ ଥାଉ। ସବୁବେଳେ ଆମମାନେ ମନେ ରଖିବା ଦରକାର, ଏ ବର୍ଷକର ଗୋଟିଏ କ୍ଷୁଧାର୍ଥ ପ୍ରାଣ ନେଇ ଆମେ ଏଠିକୁ ଆସୁ, ତାହା ହେଉଛି ଆମମାନଙ୍କର ପ୍ରଭୁଙ୍କର ଆଶୀର୍ବାଦ ଭିକ୍ଷାର କ୍ଷୁଧା। ଆମେ ଭିକ୍ଷା ମାଗୁ କାହା ପାଖରେ କ'ଣ? ଭିକ୍ଷା ମାର୍କାର୍ଥୀମାନଙ୍କୁ ଦେଖୁ, ସେମାନେ ମାଗନ୍ତି ସେମାନଙ୍କର ଅଭାବ ପୂରଣ ପାଇଁ। ଆମର କିଛି ବି ଅଭାବ ନାହିଁ ଏ ଜାଗତିକ ଜୀବନ ପାଇଁ, ସବୁ ଖଞ୍ଜି ଦେଇଛନ୍ତି ସିଏ। ଆମମାନେ ଯେତେ ଯୋଗ୍ୟ ହେଇପାରିବୁ ସେତେ ଯୋଗ୍ୟ ଭାବରେ ତାଙ୍କର ଏହି ସଂସାରକୁ ମଧ୍ୟ ସୁନ୍ଦର ଭାବରେ ଭୋଗ କରିପାରିବୁ ଏବଂ ତାଙ୍କର ପ୍ରସାଦ ରୂପରେ ଗ୍ରହଣ କରି କୃତାର୍ଥ କରିଦେବୁ ଜୀବନକୁ। ଆମମାନେ ଯେତେ ଅଜ୍ଞ ହେବୁ, ଧରନ୍ତୁ ଗୋଟିଏ ରୋଷେଇ ଘରେ 10 ରକମ ଚୁଲି ଅଛି, 10ଟି ଘରଣୀଙ୍କୁ କୁହାଗଲା ଯାଅ ରନ୍ଧାବଢ଼ା କରି ସବୁ ଜିନିଷ ଅଛି ସମସ୍ତଙ୍କୁ ପରିବେଷଣ କରି ଖୁଆଅ। ଆମମାନେ ପଶିଗଲୁ, ଯେଉଁ ଚୁଲିର ବ୍ୟବହାର ଆମେ ଜାଣିନାହୁଁ ତାକୁ ବ୍ୟବହାର କରିବାକୁ ବସିଗଲୁ, ନିଜେ ପୋଡ଼ି ମଲୁ, ସମସ୍ତଙ୍କ ପେଟ ଜଳିଗଲା ଭୋକରେ। ଏହା ହିଁ ଆମର ସଂସାରର ସମସ୍ତ ଯନ୍ତ୍ରଣାର କାରଣ। ଆମେ ଯାହା ଜାଣିନାହୁଁ, ଯାହା ବୁଝିନାହୁଁ, ଯାହା କେବେ ଦେଖିନାହୁଁ, ତା ପ୍ରତି ଆମର ଯେମିତି ଆଗ୍ରହ, ତାହା ହିଁ ଆମମାନଙ୍କର ଶିକ୍ଷା ଅଭାବରୁ ଆମମାନଙ୍କୁ ବିପଦରେ ପକାଉଛି। ତେଣୁ ସଂସାରରେ ଆମମାନଙ୍କର ଅଜ୍ଞାନତା ଆତ୍ମିକ ଜୀବନ ପାଇଁ ସବୁଠାରୁ ବଡ଼ କାରଣ। ସଂସାର ଜୀବନଟାକୁ ଯଦି ଠିକ୍ ଭାବରେ ଚଳେଇ ନ ପାରିଛୁ, ତାଙ୍କ ସଂସାର ବୋଲି ଯଦି ତାକୁ ଜ୍ଞାନ କରି ସଚେତନତାର ସହିତ ତାକୁ ବ୍ୟବହାର ନ କରୁଛୁ, ତେବେ ଆମମାନଙ୍କର ବ୍ୟବସ୍ଥା ଏହା ହିଁ ହେବ। ଗୋଟେ ଇଂରାଜୀରେ କଥା ଅଛି, ପ୍ରି ଆରେଞ୍ଜଡ। ଆମ ଲାଇଫ୍ ପାଇଁ, ଆମ ଜୀବନ ପାଇଁ ସମସ୍ତ କିଛି ଏଠି ପ୍ରୟୋଜନୀୟ ସେ ଖଞ୍ଜି ଦେଇଛନ୍ତି, କିନ୍ତୁ ଆମମାନଙ୍କର ଅଜ୍ଞତାବଶତଃ, ମୂର୍ଖତାବଶତଃ ଆମେ ସଂସାରକୁ ଅନେକ ସମୟରେ ଦୁଃଖର କାରଣ ଆମ ଉପରକୁ ଆଣିପାରୁ ଏବଂ ସଂସାରକୁ ଆମମାନେ ଦୋଷ ଦେଉ। ମା ସାବଧାନରେ ଘର କରଣା କରିବ, ସାବଧାନରେ ଚାଲିଚଳନ ଚାଲିବ। ଯେଉଁମାନେ ପିଲା ପରିବାର ନେଇକି ଆମେ ଅଛୁ, ଚଳନ୍ତି ଦେବତା ବିଷ୍ଣୁ ରୂପରେ ଆମର ସ୍ୱାମୀମାନେ ଆମ ଘରେ ଘରେ ବିଜେ କରିଛନ୍ତି। ଯାହା ରାନ୍ଧିଲେ ଇଏ ଖାଇଦିଅନ୍ତି। ମୁଁ କେତେକ ଘରଣୀକୁ, ରାନ୍ଧୁଣୀକୁ ମୁଁ କହିଛି, ମା ଟିକେ ଚିପିକି ଦେଖିବ ସେଟା ସିଝିଛି କି ନାହିଁ। ଠାକୁର ତ କିଛି କାହାକୁ କହୁନାହାନ୍ତି, ଭୋଳା ମହେଶ୍ୱର ଯାହା ଦେଲେ ତାଙ୍କ ପାଖରେ ସେ ଖାଇ ଦେଉଛନ୍ତି ଏବଂ କିଛି ବି କହୁନାହାନ୍ତି। ଆମେମାନେ ଭାବୁଛୁ ଯେ ବଢ଼ିଆ ବଢ଼ିଆ ରାନ୍ଧି ଦେଉଛୁ, ଖାଇ ଦେଉଛନ୍ତି ସିଏ। ନା, ଟିକେ ସାବଧାନ ସହିତ ତାଙ୍କୁ ମନେ ରଖି ତାଙ୍କ ପାଇଁ କରୁଛ ବୋଲି ମାଆଙ୍କୁ ପ୍ରାର୍ଥନା କରି ତାଙ୍କ ରନ୍ଧା ଘରେ ପଶିବ। ଘରେ ଘରେ ଯେଉଁ ରୋଷେଇ ଘର, ତାହା ତାଙ୍କରି ଅନ୍ନପୂର୍ଣ୍ଣାଙ୍କର ହାତରେ ତିଆରି, ସମସ୍ତ ପରିବେଷଣ କରିଦେବ। ଯାହା ହଉ, ଆଉ ବେଶୀ କହିବିନି। ମୋ ଝିଅମାନେ ଆଜିକାଲି ବହୁତ ଚାଲାକ ହେଇଗଲେଣି, ବହୁତ ବୁଦ୍ଧିମତୀ ହେଇଗଲେଣି, ବହୁତ ବିଦ୍ୱାନ ଘରର ଘରଣୀ ସେମାନେ, ବହୁତ ଗୁଣବାନଙ୍କର ସେ ଗୁଣବତୀମାନେ, ଅନେକ ରସମୟ ପ୍ରେମିକ ସ୍ୱାମୀମାନଙ୍କର ସେ ପ୍ରେମମୟୀ, କ'ଣ କହିବି, ସୁହାଗିନୀ। ଭଗବାନ କରନ୍ତୁ, ଆମ ଠାକୁର ଆଶୀର୍ବାଦ କରନ୍ତୁ, ସବୁଦିନେ ଯେମିତି ତାଙ୍କର ଏହି ରାଣୀମାନଙ୍କୁ ସେ ପ୍ରକୃତ ଘରଣୀ ରୂପରେ ପାଇ ଆନନ୍ଦରେ ଆମମାନଙ୍କୁ ଗ୍ରହଣ କରନ୍ତୁ ତାଙ୍କର ଘରର ଘରଣୀ ଭାବରେ। ମା ପ୍ରାର୍ଥନା କରିବା, ସଂକଳ୍ପ କରିବା। ଗତ ବର୍ଷର ଯେଉଁ ନିୟମ ନେଇ ତାଙ୍କ ପାଖରୁ ଯାଇଥିଲୁ, ଯେଉଁ ସଂକଳ୍ପ କରି ଯାଇଥିଲୁ, ଆମର ବଦଗୁଣ ସବୁକୁ ଦୂର କରିବା ଭିତରେ ହୁଏତ ସବୁଯାକ ବଦଗୁଣ ଆଜି ଦୂର ହେଇନାହିଁ। ଅନେକ ଦୁର୍ଗୁଣ ଆମମାନଙ୍କ ଭିତରେ ସଂସାରର ଦୁଃଖର କାରଣ ହୋଇଯାଉଛି। ତାଙ୍କ ପାଦରେ ପ୍ରାର୍ଥନା କର। ଥରେ ଭାଇ ଏଠି ବୁଝାଉଥିଲେ, ପ୍ରଭୁ କହୁଥିଲେ, କ୍ଷୁଧାର୍ଥ ସେବିକା ଜଣେ ସେବା କରୁ କରୁ ତାକୁ ବହୁତ ଭୋକ କରୁଥିଲା। ସେ ଭୋକ କେମିତି ସମ୍ଭାଳି ପାରୁନାହିଁ, କହୁଛି କ'ଣ କରିବି, ତମର ସେବା କରୁ କରୁ ଏମିତି ଭୋକ ଲାଗିଲେ କେମିତି ହେବ? ଠାକୁର ପହଞ୍ଚି ଯାଇଥିଲେ। କ'ଣ ଦେବ ବୋଲି କହି ତାଙ୍କ ପାଦରେ ସେ ତାର କ୍ଷୁଧା ତୃଷାକୁ ନିବେଦନ କରିଦେଇଥିଲେ। ମୋ ପାଖରେ ଆଉ କିଛି ନାହିଁ, ପ୍ରଭୁ ନିଅନ୍ତୁ ସବୁ। ଏହା ହିଁ ଆମମାନଙ୍କର କର୍ତ୍ତବ୍ୟ। ସେ ତ କହିଛନ୍ତି ସବୁକିଛି ମୋତେ ଦିଅ,
ପାପ ପୁଣ୍ୟ ଅଶ୍ରୁ ଆନନ୍ଦ ଲୁହ ଲହୁ ଯନ୍ତ୍ରଣା ଶୋକ ଅଭାବ ଅସୁବିଧା ସଂସାରରେ ଯାହା କିଛି ଅଛି ସବୁ ମୋ ଶ୍ରୀଚରଣରେ ଦେଇଦିଅ। ଆଉ ତୁମମାନେ ମୋ ପାଖରୁ ଆନନ୍ଦରେ ଆଶୀର୍ବାଦ ନେଇଯାଅ। ଯେମିତି ସୁସ୍ଥ ଯଦି ଜନ୍ମାନ୍ତରରେ ଆମକୁ ଆସିବାକୁ ହୁଏ ତାଙ୍କର ଆଦେଶରେ ତାଙ୍କର ସହଚର ରୂପରେ, ତେବେ ସେବା ଦେବ ପ୍ରଭୁ, ଶାନ୍ତି ଦେବ ପ୍ରଭୁ, ସୁସ୍ଥତା ଦେବ ଏବଂ ସତ୍ସଙ୍ଗ ଦେବ। ଜୟ ଗୁରୁ। ଆଜି ଏତିକିରେ ମୁଁ ମୋର ବକ୍ତବ୍ୟ ଶେଷ କରୁଛି। କହି ନାହିଁ ପ୍ରଥମରୁ ପୁଅକୁ ଦେଇଛି ବୋଲି କାର୍ଯ୍ୟଭାର ଚଳିବାକୁ ଏବେ ବନ୍ଦନା। ହେ ଆନନ୍ଦ ଭୁବନାନନ୍ଦ ଚିନ୍ମୟ ଚିର ସୁନ୍ଦର। ସୁବ୍ରତା ନାୟକ ମା। ভুবন